ଦେଖାଯାଉ। କଟି ଯାଇଥିଲା ହେଲା। ଦେଖେଇଲା ନା? ଆଜ୍ଞା। ଏଇଟା ଭଲ ଲାଗୁଛି ନା ହଉଛି ସେ ଆରଟା ଭଲ ଲାଗୁଥିଲା? ଆର ହ୍ୱାଇଟ ବୋର୍ଡ ଟା। ହ୍ୱାଇଟ ଟା ସାର୍ ଭଲ। ହ୍ୱାଇଟ ଟା ହଉ ଚେଞ୍ଜ କରିଦବା। ସାର୍ କିଛି ଦେଖଉନି। କିଛି ତ କହୁନି। ସାର୍ ଦେଖା ଯାଉଛି ତ। କିଛି ଦେଖଉନି। ଏଇନା ଦେଖାଗଲା। ଦେଖେଇଲା। ନାଇଁ ହଁ ଦେଖେଇଲା ଦେଖେଇଲା। ଦେଖେଇଲା ତ ତ ମୁଁ କିସ ଆଜ୍ଞା ଲେଖିଥିଲି ସେଗୁଡା ଲିଭିଗଲା ହେଲା ସେଗୁଡା ଲିଭିଗଲା। ବୁଝିହେଲା ତ ମୋ ପାଖରେ ଏଇନା ତ ସେଇଟା ସେଭ୍ ବି କରିନି ହେଲା ତ ତୁମେ ଲେଖୁଥିଲ ନା? ଆଜ୍ଞା। ହେଲା ଫାଷ୍ଟ ପଏଣ୍ଟ କିସ ଲେଖିଥିଲି କୁହ? ଭାରତର ଭୌଗୋଳିକ ଅବସ୍ଥିତି। ଭାରତର ଭାରତର ଭୌଗୋଳିକ ଅବସ୍ଥିତି ଟା କିସ? ଭାରତ ଏସିଆ ମହାଦେଶରେ ଦକ୍ଷିଣ ଭାଗରେ ଅବସ୍ଥିତ। ଫାଷ୍ଟ ପଏଣ୍ଟ ହଉଛି ଭାରତ ଏସିଆ ମହାଦେଶର ଏସିଆ ଏସିଆ ଦକ୍ଷିଣ ମହାଦେଶର ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ଦକ୍ଷିଣ ଭାଗରେ ଅବସ୍ଥିତ। ହେଲା ବସି ପାରବ ନା ବିଷୟଟା ସର୍ବା ଯାଏ। ଆଜ୍ଞା ବା ଆଜି ସରିଯିବା କଥା ବାକି ସରିଯିବ। ହେଲା ସାରିଦବା ବୁଝି ହେଲା ସାରିଦବା ଲେଟ୍ ହେଲେ ବି ବସି ପାରିବ ନା। ଆଜ୍ଞା ସାର୍। ହେଲା ତାପରେ ହଉଛି ସେକେଣ୍ଡରେ କୁହ। ଭାରତ ପୃଥିବୀର ଭାରତ ପୃଥିବୀର ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ହେଲା ତାପରେ ହଉଛି କିସ ପଏଣ୍ଟ ଲେଖିଥିଲି ଥାର୍ଡ ପଏଣ୍ଟ। ଥାର୍ଡ ପଏଣ୍ଟ ଭାରତ ଭାରତ 8 ଡିଗ୍ରୀ 4 ଉତ୍ତରରୁ 8 ଡିଗ୍ରୀ 4 ଉତ୍ତରରୁ 37 ଉତ୍ତର 35 ଡିଗ୍ରୀ 6 ଉତ୍ତର ଓଡିଆ ଇଂଲିଶ ମିଶେଇଦେଲି। ହଁ। ଉତ୍ତର ଅକ୍ଷାଂଶରେ ରହିଛି। ଅକ୍ଷାଂଶରେ ରହିଛି ହେଲା ଅକ୍ଷାଂଶରେ ରହିଛି। ତ ହଉଛି ଏଇ ଗୋଟେ ଲାଇନ ମୁଖସ୍ତ କରିପାରିବନି ନା। ଏଇ ଗୋଟେ ଲାଇନ ଯଦି ଯିଏ ନ ବୁଝି ପାରିଲ ହେଲା ଅଫଲାଇନରେ ମୁଁ ପୁରା ଡିଟେଲସ ରେ ବୁଝେଇବି ହେଲା ଯଦି ଯିଏ ନ ବୁଝି ପାରିଲ ଅନଲାଇନ କ୍ଲାସରେ ଏଇଟା ହେଲା ତ ଏଇ ଲାଇନ ଟା ଖାଲି ମୁଖସ୍ତ କରିପାରିବ ନା ନାଇଁ ଏଇ ଲାଇନ ଟା ଏଗୁଡା ତୁମର ମୁଖସ୍ତ ହେଇଯିବ ଅଟୋମେଟିକ ଏଇ ଲାଇନ ଟା ହଉଛି କିସ ସଂଖ୍ୟା ଟା ଆସିଗଲା ନା ହେଲା ତ ହଉଛି ମୁଖସ୍ତ କରିବା ପାଇଁ କଷ୍ଟ ଟିକେ ଲାଗିବ ହେଲା ତ ବୁଝି ଯାଇଥିଲେ କିସ ଠିକ ଅଛି ଆଉ ଯଦି ଯିଏ ନ ବୁଝି ପାରୁଛ ହେଲା ତ ଘୁଷି ଦିଅ ଭାରତ କେତେ ଅକ୍ଷାଂଶରେ ଅଛି ଭାରତ 8 ଡିଗ୍ରୀ 4 ରୁ 37 ଡିଗ୍ରୀ 6 ଅକ୍ଷାଂଶ ରହିଛି ଭାରତ 8 ଡିଗ୍ରୀ 4 ରୁ 37 ଡିଗ୍ରୀ 6 ଅକ୍ଷାଂଶ ରହିଛି ହେଲା ବୁଝି ଦିଅ ତାପରେ ହଉଛି ଗୋଟେ ଭାରତ 68 ଡିଗ୍ରୀ 7 ପୂର୍ବରୁ 68 ଡିଗ୍ରୀ 7 7 ପୂର୍ବରୁ ପୂର୍ବରୁ 97 ଡିଗ୍ରୀ 25 97 ଡିଗ୍ରୀ 25 ପୂର୍ବ 25 ଦ୍ରାଘିମାରେ ରହିଛି ଦ୍ରାଘିମାରେ ରହିଛି। ହେଲା ବୁଝିହେଲା ଭାରତ ଏତିକି ଡିଗ୍ରୀ ପୂର୍ବରୁ ଏତିକି ଡିଗ୍ରୀ ଦ୍ରାଘିମା ଅକ୍ଷାଂଶ ବୁଝିଲ ନା ହେଲା ଆଉ ଯିଏ ଯଦି ନ ବୁଝି ପାରୁଛ ଅଫଲାଇନରେ ମତେ ପଚାରିବ ଆଉ ଥରେ ଭଲସେ ବୁଝେଇଦେବି ହେଲା ଏକ୍ଜାମ୍ପଲ ଦେଇଦେଇ ବୁଝେଇଦେବି ହେଲା ଆଉ ଯଦି ଯିଏ ବୁଝିଛ ହେଲା ଏଇ ଦୁଇଟା ପଏଣ୍ଟ ମନେ ରଖ 8 ଡିଗ୍ରୀ 4 ଉତ୍ତରରୁ 37 ଡିଗ୍ରୀ 6 ଆଉ 68 ଡିଗ୍ରୀ 7 ପୂର୍ବରୁ 97 ଡିଗ୍ରୀ 25 ହେଲା
ତ ଏଗୁଡ଼ା इंपोर्टेंट क्वेश्चन है सब गुड़ा गोटे गोटे पॉइंट 1 मार्क क्वेश्चन हम बुझेगा आ जब पूराटा लिखब ताले केते मार्क 5 मार्क भारतर भौगोलिक अवस्थिति है तापर किस लिखबा 10 मिनिट पर कटिज आउ थे लिंक पठेबी है तापर हूँ भारतर अक्षांश द्राघिमा लिखले है तो लिखिदियो भारतर क्षेत्रफल लिखिदेवा क्षेत्रफल तुम्हें जानिछ ना नहीं कोटा एटा जदि भारत भारत एटा जदि ताର भारत है भारतर क्षेत्रफल कोटा हम ଭାରତର କ୍ଷେତ୍ରଫଳ ମାନେ ଭିତର ଜାଗା ଯେ ଭିତର ଜାଗାଟା ହବ ହେଲା ଭାରତର କ୍ଷେତ୍ରଫଳ ଭାରତର କ୍ଷେତ୍ରଫଳ ହଉଛି କ୍ଷେତ୍ରଫଳ କେତେ 3.28 ନିୟୁତ ବର୍ଗ କିଲୋମିଟର ନିୟୁତ ବର୍ଗ କିଲୋମିଟର ହେଲା ତାପରେ ହଉଛି ଭାରତର କ୍ଷେତ୍ରଫଳ ତାପରେ ପରିସୀମା ବିଷୟରେ ତୁମେ ଜାଣିଛ ନା ନାଇଁ ପରିସୀମା 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 ମାନେ କିସ କୁହ ନା ଭାରତ ହେଲା ପରିସୀମା ମାନେ କିସ କୁହ ନା ଏଇଟା ଧରା ଯାଉ ଏଇଠି ଛିଡା ହେଲା ଜଣେ ହେଲା ଏଇଠି ଜଣେ ମଣିଷ ଛିଡା ହେଲା ହେଲା ତ ଭାରତର ଜାଗା ହଉଛି ପାଲେଷ୍ଟାଇନ ଏଇ ଜାଗା ଏଇ ସାଇଡ ଜାଗା ଯେ ଆଜ୍ଞା ଜାଣିଛି ତ ପରିସୀମା କିସ ସେ ଯଦି ଏଇଠୁ ଚାଲବା ଷ୍ଟାର୍ଟ କଲା ତ ହଉଛି ଏଇ ସାଇଡରେ ଚାଲଲା ସାଇଡରେ ଚାଲଲା ପୁଣି ସେଇ ଜାଗାରେ ପହଞ୍ଚିବା ପାଇଁ ଯେତେ ଦୂରତା ଅତିକ୍ରମ କରିବ ସେଇଟା ହଉଛି କିସ ତାର ପରିସୀମା ପରିସ ବୁଝିହେଲା ତ ହଉଛି ଭାରତର ପରିସୀମା କେତେ ଲେଖିଦବା ଭାରତର ପରିସୀମା ହେଡିଙ୍ଗ ଦେଇଦିଅ ହେଡିଙ୍ଗ ନାହିଁ ଲେଖିଦିଅ ହେଲା ଭାରତର ପରିସୀମା ଦେଖଉଛି ନା ଆଜ୍ଞା ଭାରତର ପରିସୀମା ହଉଛି 15,200 କିଲୋମିଟର ହେଲା 15,200 କିଲୋମିଟର ହେଲା କେତେ କିଲୋମିଟର 15,200 କିଲୋମିଟର ବୁଝିହେଲା ତାପରେ ଲେଖିଦବା ଭାରତର ପୂର୍ବକୁ କିସ ଅଛି ହେଲା ଭାରତର ପୂର୍ବ ଦିଗରେ କିସ ଅଛି ପଶ୍ଚିମ ଦିଗରେ କିସ ଅଛି ଆଉ ଉତ୍ତରରେ କିସ ଅଛି ଦକ୍ଷିଣରେ କିସ ଅଛି ହେଲା ସେଇଟା ଲେଖିଦବା ଭାରତର ପୂର୍ବ ଦିଗରେ କିସ ଅଛି ପୂର୍ବରେ କିସ ଅଛି ଏଇ ଯା ପୂର୍ବ ଦିଗ ଯେ ଆଜ୍ଞା ଭାରତର ପୂର୍ବ ଦିଗରେ ନେକ୍ସଟ ପେଜ ପାଲଟଉଛି ହେଲା ଆଉ 7 ମିନିଟ ଅଛି ନେକ୍ସଟ ପେଜ ଭାରତର ଚିତ୍ର ହେଲା ବନେଇ ଦଉଛି ଏପଟେ ସାଇଡ ରେ ସାର୍ ଆଜି ଓଡ଼ିଆ କ୍ଲାସ୍ ହବ କି? ଓଡିଆ କ୍ଲାସ ନାହିଁ ହେଲା ଜିଓଗ୍ରାଫିଟା ସାରବି ହେଲା ଓଡିଆ କ୍ଲାସ କାଲି କରବା ହେଲା ଏଇଟା ହଉଛି ପୂର୍ବ ଦିଗ ଏଇଟା ହଉଛି କିସ ଦିଗ ପଶ୍ଚିମ ଏଇଟା ହଉଛି ପୂର୍ବ ହେଲା ଉତ୍ତର କୋଉଟା ଉପରଟା ଆଉ ଦକ୍ଷିଣ କୋଉଟା ତଳଟା ହେଲା ତ ହଉଛି ଭାରତର ପୂର୍ବ ଦିଗରେ ଏଇଠି କିସ ଅଛି ପାଣି ଅଛି ଯେ ଆଜ୍ଞା ଏଟାକୁ କିସ କୁହାଯାଏ ବଙ୍ଗୋପସାଗର ହେଲା ପଶ୍ଚିମରେ କି ଅଛି ସେପଟେ ବି ପାଣି ଅଛି ହେଲା ଏଇଟା କି ଅଛି ଆରବ ସାଗର ଆରବ ସାଗର ହେଲା ଆଉ ଦକ୍ଷିଣ ପଟେ ବି କି ଅଛି ଏପଟେ ବି ପାଣି ଅଛି ହେଲା ମନେ ରଖ ଏପଟେ ବି ପାଣି ଅଛି କି ସେଟାକୁ କି କୁହାଯାଏ ଭାରତ ମହାସାଗର ସାଗର ହେଲା ଭାରତ ମହାସାଗର ବୁଝି ହେଲା ତ ହଉଛି ମନେ ରଖିବ ଗୋଟେ ଜିନିଷ ହେଲା ଏଇଟା ହଉଛି ତୁମ ବହିରେ ମାନେ ସେଇଟା ତୁମର ଦରକାର ନାହିଁ ହେଲା କିନ୍ତୁ ହଉଛି କିସ ଜାଣିଥିବା ଦରକାର ଏଇଟା ହଉଛି ଭାରତ ହେଲା ଏଇଟା ଭାରତ ଯେ ଭାରତର ଗୋଟେ ଜାଗା ଅଛି ଜାଣିଛ ନା ଭାରତର ପାଣି ଭିତରେ ଗୋଟେ ଜାଗା ଅଛି ଜାଣିଛ ନା ଭାରତର ଏଇ ପାଣି ଭିତରେ ଗୋଟେ ଜାଗା ଅଛି ହେଲା ଏଇ ବଙ୍ଗୋପସାଗରରେ ଗୋଟେ ଜାଗା ଅଛି ଆଉ ହଉଛି ଆରବ ସାଗରରେ ଗୋଟେ ଜାଗା ଅଛି ଜାଣିଛ ନା ଦୀପପୁଞ୍ଜ ଶୁଣିଛ ନାଇଁ ଦୀପପୁଞ୍ଜ ହେଲା ଭାରତର ଆଜ୍ଞା ଦୁଇଟା ଦୀପପୁଞ୍ଜ ଅଛି ଗୋଟେ ହଉଛି କିସ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଆଣ୍ଡାମାନ ନିକୋବର ହେଲା ଆଣ୍ଡାମାନ ନିକୋବର ଆଉ ହଉଛି ଆଉ ଗୋଟେ କିସ ଲାକ୍ଷାଦ୍ୱୀପ ଏଗୁଡା ହଉଛି ଭାରତର ଜାଗା ଲାକ୍ଷାଦ୍ୱୀପ ଭାରତର ଜାଗା ହେଲା ଏଇ ଆରବ ସାଗରରେ କିସ ଅଛି ଲାକ୍ଷାଦ୍ୱୀପ ଏଇଟା ଭାରତର ଜାଗା ଏଇଟା ବି ଭାରତର ସମ୍ବଳ ହେଲା ଏଇ ଜାଗାଟା ବି କିସ ଭାରତର ସମ୍ବଳ ହେଲା ଏଇ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ କାହାର ସମ୍ବଳ ଭାରତର ବୁଝି ହେଲା ଭାରତ ହେଲା ଆଣ୍ଡାମାନ ନିକୋବର ଟା କୋଉଠି ଅଛି ବଙ୍ଗୋପସାଗରରେ ଆଉ ଲାକ୍ଷାଦ୍ୱୀପ ଟା କୋଉଠି ଅଛି ବଙ୍ଗୋପସାଗର ଲାକ୍ଷାଦ୍ୱୀପ ଟା କୋଉଠି ଅଛି
ଆରବ ସାଗରରେ ହେଲା। ତ ଆରବ ସାଗର। ହେଲା ସେଇଟା ପଢବା, ସେଇଟା ଲେଖବା, ଏଇଠି ପଏଣ୍ଟ ପଏଣ୍ଟ କରି ଲେଖିଦେବି ବୁଝିହେଲା। ତାପରେ ହଉଛି କିସ ଲେଖବା, ତାପରେ ଲେଖବା ହଉଛି ଭାରତର ପଡୋଶୀ ଦେଶ। ପଡୋଶୀ ଦେଶ ମାନେ ହଉଛି ଭାରତକୁ ଲାଗିକି କୋଉ କୋଉ ଦେଶ ଅଛି ହେଲା। ତ ଏଇଠି ଶ୍ରୀଲଙ୍କା ଅଛି ନା, ଅଛି ନା, ଆଜ୍ଞା। ଶ୍ରୀଲଙ୍କା, ତାପରେ ଏଇଠି ଅଛି। ପାକିସ୍ତାନ ଅଛି, ପାକିସ୍ତାନ ଅଛି ହୁଁ। ହେଲା। ଚୀନ ଅଛି ତାପରେ ହଉଛି ଏଇଠି ନେପାଳ ଅଛି, ତାପରେ ହଉଛି ଏଇଠି ଚୀନ ଅଛି ହେଲା, ତାପରେ ଏଇ ପାଖରେ ଭୁଟାନ ଅଛି, ତାପରେ ଏଇଠି ମିଆଁମାର ଅଛି, ଭୁଟାନ, ଏଇଠି କିସ ଅଛି, म्यांमार, ବାଂଲାଦେଶ ଅଛି ହେଲା। ତ ଏଇଆ बांग्लादेश। ଚିତ୍ରରେ ସବୁ ଗୁଡା ଲେଖିବି ହେଲା, ଯାହା ଯାହା କହିଲି ନା ସେଗୁଡା ଲେଖିଦେବି ବୁଝିହେଲା। ହେଲା ଏଇ ଏଇ ପଏଣ୍ଟ ଟା ସେଇପଟେ ଲେଖୁଛି ହେଲା। ଲେଖିଦିଅ ଭାରତର ପୂର୍ବରେ, ଭାରତର ପୂର୍ବରେ କିସ ରହିଛି, ବଙ୍ଗୋପସାଗର, ବଙ୍ଗୋପସାଗର ହେଲା। ପଶ୍ଚିମରେ କିସ ରହିଛି କୁହ, ଆରବ ସାଗର। ଆଉ ଅଛି ଦକ୍ଷିଣରେ କିସ ରହିଛି, ହ୍ୟାଲୋ ଆଜ୍ଞା ଶୁଣୁଛି ନା, ସାର୍ ଶୁଣାଯାଉଛି। ଦକ୍ଷିଣରେ କିସ ରହିଛି, ଆଜ୍ଞା। ଦକ୍ଷିଣରେ କିସ ରହିଛି, ଭାରତ ମହାସାଗର। भारत महासागर। ଏକ ମାର୍କର ସବୁ କୋଶ୍ଚେନ୍ ହେଲା, ଭାରତ ମହାସାଗର। ତାପରେ ହଉଛି ଦକ୍ଷିଣ ପରେ କିସ, ଉତ୍ତରରେ କିସ ରହିଛି କୁହ ନା, ଉତ୍ତରରେ କିସ ରହିଛି, ଉତ୍ତରରେ ରହିଛି ହିମାଳୟ ହେଲା, ଉତ୍ତରରେ ରହିଛି ହିମାଳୟ ହେଲା। ତ ହଉଛି ଭାରତର ଭୌଗୋଳିକ ଅବସ୍ଥିତି କିସ କିସ ପଢିଲେ, ଭାରତର ଭୌଗୋଳିକ ଅବସ୍ଥିତି ହଉଛି ଭାରତ ଏସିଆ ମହାଦେଶରେ ଅବସ୍ଥିତ। ତାପରେ କିସ ପଢିଲେ, ଭାରତ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ତାପରେ ହଉଛି ଭାରତ ଏତିକି ଡିଗ୍ରୀ ଅକ୍ଷାଂଶରୁ ଏତିକି ଡିଗ୍ରୀ ଅକ୍ଷାଂଶରେ ରହିଛି, ଏତିକି ଡିଗ୍ରୀ ଦ୍ରାଘିମାରୁ ଏତିକି ଡିଗ୍ରୀ ଦ୍ରାଘିମାରେ ରହିଛି। ଭାରତର କ୍ଷେତ୍ରଫଳ 3.28 ନିୟୁତ ବର୍ଗ କିଲୋମିଟର। ତାପରେ ହଉଛି ଭାରତର ପରିସୀମା ହଉଛି 15,200 କିଲୋମିଟର ହେଲା। ମନେ ରହିବ ନା ଏତିକି, ଏତିକି ପଏଣ୍ଟ ମନେ ରହିବ ନା ନାଇଁ ଆଜ୍ଞା ସାର୍ ରହିବ। ହେଲା। ତାପରେ ହଉଛି ଭାରତର ପୂର୍ବ ଏଇଟା କିସ ରହିଛି ବଙ୍ଗୋପସାଗର, ପଶ୍ଚିମରେ ଆରବ ସାଗର, ଦକ୍ଷିଣରେ ଭାରତ ମହାସାଗର, ଉତ୍ତରରେ ହିମାଳୟ ହେଲା। ତାପରେ ହଉଛି ଭାରତର ପଡୋଶୀ ଦେଶ ଲେଖିଦବା ହେଲା, ଆଜ୍ଞା। ଭାରତର ପଡୋଶୀ ଦେଶ ଗୁଡିକ କିସ କିସ ଲେଖିଦବା, ଭାରତର ପଡୋଶୀ ଦେଶ, ଭାରତର ପଡୋଶୀ ଦେଶ, ପଡୋଶୀ ଦେଶ। ପଡୋଶୀ ଦେଶ। ଫାଷ୍ଟ କିଏ, ଏଇଠି କିଏ ଅଛି, ଏଇଠି 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 କିଏ ଅଛି, ପାକିସ୍ତାନ। ପାକିସ୍ତାନ ହେଲା। ସାତଟି ପଡୋଶୀ ଦେଶ ଅଛି, ପାକିସ୍ତାନ। ତାପରେ ହଉଛି ଏଇଠି କିସ, ଏଇଠି ନେପାଳ ନେପାଳ। ହେଲା, ପାକିସ୍ତାନ ନେପାଳ। ତାପରେ ହଉଛି ଏଇଠି କିଏ ଅଛି, ଚୀନ। ଚୀନ। ତାପରେ ହଉଛି ଏଇ ପାଖରେ କିଏ ଅଛି, ଭୁଟାନ ଭୁଟାନ। ହେଲା। ତାପରେ ଏଇ ପାଖରେ କିଏ ଅଛି, ମିଆଁମାର ମିଆଁମାର। ହେଲା। ତାପରେ ଆଉ ଏପଟେ ଲେଖୁଛି ହେଲା, ତାପରେ ଏଇ ପାଖରେ କିଏ ଅଛି, ଏଇଠି କିଏ ଅଛି, ବାଂଲାଦେଶ, ବାଂଲାଦେଶ। ବାଂଲାଦେଶ ହେଲା। ଏଠୁ ବହୁତ ଗୁଡା କ୍ୱେଶ୍ଚନ ଆସିବ ହେଲା। ତାପରେ ହଉଛି ଏଇ ତଳେ କିଏ ଅଛି, ଶ୍ରୀଲଙ୍କା। ମନେ ରହିବ ନା ନାଇଁ, ଭାରତର ସାତଟି ପଡୋଶୀ ଦେଶର ନାମ ମନେ ରହିବ ନା ନାଇଁ, ହୁଁ। ଭାରତର ସାତଟି ପଡୋଶୀ ଦେଶ, ତାପରେ ହଉଛି ଭାରତର ପୂର୍ବରେ କିଏ ଅଛି, ପଶ୍ଚିମରେ କିଏ ଅଛି, ଉତ୍ତରରେ କିଏ ଅଛି, ଦକ୍ଷିଣରେ କିଏ ଅଛି, ମନେ ରହିବ ନା ନାଇଁ, ଆଜ୍ଞା ସାର୍। ରହିବ ତ ହେଲା। ତ ମୁଁ ଏଇନା କୋଟ କରିକି ଆଉ ଥରେ ଲିଙ୍କ ପଠଉଛି ବୁଝିହେଲା। ହଉ।